ବର୍ତ୍ତମାନ ଦେଖନ୍ତୁ ମୁଁ ଆପଣମାନଙ୍କ ସମ୍ମୁଖକୁ ଆଉ ଗୋଟେ କଥା ଆଣିବା ପାଇଁ ଚାହୁଁଛି ଆପଣ ଏମାନେ ସବୁବେଳେ ଗୋଟିଏ କଥା କହିଲେ ଯେ 24 ବର୍ଷ ହେଲା ସରକାର ଏଇଆ କରୁଥିଲା ପାଣ୍ଡିଆନ ହେଲିକପ୍ଟରରେ ବୁଲୁଥିଲେ ଆପଣମାନେ ଦେଖିଛନ୍ତି ଗତ ଗୋଟିଏ ଦିନ ତଳେ ମୁଁ ଗୋଟେ ଭିଡିଓ ଭାଇରାଲ କରିଥିଲି ବନ୍ତ ତହସିଲଦାର ସାରା ହେମ୍ବ୍ରମ ସେ ବର୍ତ୍ତମାନ ଗୋଟିଏ ମାସରେ ବନ୍ତରୁ ସେ ମୟୂରଭଞ୍ଜ ନିଜ ଜିଲ୍ଲାକୁ ତାଙ୍କର ବାସଭବନକୁ ଯାଉଛନ୍ତି 16 ଥର ଗାଡିକୁ ନେଇକି ବନ୍ତରୁ ମୟୂରଭଞ୍ଜ ଗୋଟିଏ ମାସରେ ଗୋଟେ ଗାଡି ଯାଉଛି ତାଙ୍କୁ ଛାଡିକି ଆସୁଛି ପୁଣି ସୋମବାର ଦିନ ସକାଳୁ ତାଙ୍କୁ ନେଇକି ଆସୁଛି 16 ଥର ଗୋଟେ ମାସରେ ତେଣୁ ଏଇଭଳି ଭାବରେ ରାଜ୍ୟ ସାରା ସରକାର ମାନେ ନିଜକୁ ମାନେ ସଚିବ ଭାବୁଛନ୍ତି ଅଫିସର ମାନେ ଏମାନେ କେହି କାହାକୁ ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି ସମସ୍ତଙ୍କର ଗୋଟେ ମନମୁଖୀ ଅରାଜକତା ଚାଲିଛି ଏଠି ଅଫିସର ମାନେ ଏମାନଙ୍କ କଥା ଶୁଣୁନାହାନ୍ତି ଏବଂ ଏଠି ମନ୍ତ୍ରୀ ମାନେ କେବଳ ବାହାସ୍ପଟି ମାରୁଛନ୍ତି ଏବଂ ଟଙ୍କା କମାଇବାରେ ବ୍ୟସ୍ତ ଅଛନ୍ତି ଯାହା ଜଣେ ମିଡିଆ ବନ୍ଧୁ କହୁଥିଲେ ତାକୁ ଗୋଟେ ଗୁପ୍ତ ତଥ୍ୟ ପାଇଥିଲେ ଗୋଟେ ହୋଟେଲରେ କାଳେ ତାଙ୍କର ବୈଠକ ବସିଥିଲା ଏବଂ 800 କୋଟି ଟଙ୍କାର ଡିଲ୍ ହେଇଛି ଏଇ ଯୋଉ ଧାନ ରଫାନମା ବାବଦରେ ଏଇ ଯୋଉ କାଟ ଛଟଣୀ ବାବଦରେ ତାଙ୍କର ବର୍ତ୍ତମାନ 800 କୋଟି ଟଙ୍କାର ଡିଲ୍ ହେଇଛି ତେଣୁ ବର୍ତ୍ତମାନ କୋଟି କୋଟି ଟଙ୍କା କମେଇବା ମୁନାଫା କମେଇବା ପାଇଁ ଏମାନେ ବର୍ତ୍ତମାନ ପ୍ରସ୍ତୁତ ହଉଛନ୍ତି ଏମାନଙ୍କର ଲକ୍ଷ୍ୟ ନାହିଁ ଯେ ଓଡିଶାର ଜନସାଧାରଣଙ୍କର ସେବା କରିବା